ଏବେ ଦର୍ଶକ ବନ୍ଧୁ ଭାରତ ଏବଂ ପାକିସ୍ତାନର ଟକ୍କର ସବୁବେଳେ ଚର୍ଚ୍ଚାରେ ରହିଥାଏ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଖେଳ ଦେଖିବା ପାଇଁ ସାରା ବିଶ୍ୱ ଚାହିଁ ରହିଥାଏ। କ୍ରିକେଟରେ ସବୁବେଳେ ମ୍ୟାଚ୍ ପୂର୍ବରୁ ଏବଂ ପରେ ମଧ୍ୟ ଖେଳକୁ ନେଇ ତର୍ଜମା ହୋଇଥାଏ। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାରୁ ମ୍ୟାଚ୍ ଦେଖିବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରନ୍ତି। ତେବେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଦେଖାଯାଉନଥିବା ବେଳେ କେବଳ ଆଇସିସି ଇଭେଣ୍ଟରେ ଉଭୟ ଦେଶ ସାମ୍ନାସାମ୍ନି ହୋଇଥାନ୍ତି। ତେବେ ଟି20 ବିଶ୍ୱକପ୍ 2026ର ଲିଗ୍ ପର୍ଯ୍ୟାୟରେ ଉଭୟ ଦେଶ ମଧ୍ୟରେ ମ୍ୟାଚ୍ ହୋଇଥିବା ବେଳେ ଭାରତ ବଡ଼ ବିଜୟ ହାସଲ କରିଛି। ଏବେ ସମସ୍ତଙ୍କ ନଜର ରହିଛି ଆଉ କେବେ ହେବ ଭାରତ ଏବଂ ପାକିସ୍ତାନର ମ୍ୟାଚ୍। ତେବେ ଗ୍ରୁପ୍ ଏରେ ରହିଥିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଖେଳାଯାଇଥିଲା ହାଇ ଭୋଲ୍ଟେଜ୍ ମ୍ୟାଚ୍। ଏହି ମ୍ୟାଚ୍ରେ ଭାରତ 61 ରନ୍ରେ ବିଜୟୀ ହୋଇଥିବା ବେଳେ ସିଧା ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତ ସୁପର 8ରେ ନିଜର ସ୍ଥାନ ପକ୍କା କରିଥିବା ବେଳେ ପାକିସ୍ତାନକୁ ଅନ୍ତିମ ମ୍ୟାଚ୍କୁ ଅପେକ୍ଷା କରିବାକୁ ପଡ଼ିବ। ନାମିବିଆ ବିପକ୍ଷରେ ପାକିସ୍ତାନ ଶେଷ ମ୍ୟାଚ୍ ଖେଳିବ। ମାତ୍ର ଏବେ ସୁଦ୍ଧା ସୁପର 8 ପାଇଁ ଏକ ପ୍ରକାରର ପଥ ପରିଷ୍କାର ହୋଇଛି। ୱେଷ୍ଟଇଣ୍ଡିଜ୍ ପ୍ରଥମ ଦଳ ଭାବେ ନିଜର ସ୍ଥାନ ପକ୍କା କରିଥିବା ବେଳେ ଯଦି ବଡ଼ ଓଲଟପାଲଟ ନ ହୁଏ ତେବେ ଗ୍ରୁପ୍ ଏରୁ ଭାରତ ପାକିସ୍ତାନ, ଗ୍ରୁପ୍ ବିରୁ ଅଷ୍ଟ୍ରେଲିଆ ଶ୍ରୀଲଙ୍କା, ଗ୍ରୁପ୍ ସିରୁ ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ସହ ଗ୍ରୁପ୍ ଡିରୁ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ସ୍ଥାନ ପକ୍କା କରିବେ। ତେବେ ସୁପର 8ରେ ଗ୍ରୁପ୍ ଏରେ ରହିପାରନ୍ତି ଭାରତ, ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା। ସେହିପରି ଗ୍ରୁପ୍ ବିରେ ରହିବେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ ଶ୍ରୀଲଙ୍କା। ତେବେ ଗୋଟିଏ ଗ୍ରୁପ୍ରେ ସମସ୍ତ ଦଳ ସମସ୍ତଙ୍କ ସହ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ। ଯେଉଁ କାରଣରୁ ଭାରତ ପାକିସ୍ତାନ ମଧ୍ୟରେ ସୁପର 8ରେ ଭେଟାଭେଟି ହେବାର ନାହିଁ। ମାତ୍ର ସେମିଫାଇନାଲରେ ଭେଟାଭେଟି ହେବାର ସମ୍ଭାବନା ରହିଛି। ଗ୍ରୁପ୍ ଏର ପ୍ରଥମ ଏବଂ ଗ୍ରୁପ୍ ବିର ଦ୍ୱିତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ସେମିଫାଇନାଲ ଖେଳାଯିବ, ଯାହାକି ସମ୍ଭବ ହେବାର ସମ୍ଭାବନା ରହିଛି। ଯଦି ଏଭଳି ନ ହୁଏ ଉଭୟ ଦଳ ଅଲଗା ଅଲଗା ଦଳ ସହ ସେମିଫାଇନାଲ ଖେଳନ୍ତି ଆଉ ବିଜୟୀ ହୁଅନ୍ତି ତାହେଲେ ଫାଇନାଲରେ ଭେଟାଭେଟି ହେବାର ସମ୍ଭାବନା ରହିଛି। ତେବେ ଏଇଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏଇଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ।